ଗଣ ଯୋଗାଯୋଗରେ ଓଡ଼ିଆ ଭାଷା। ଗଣ କହିଲେ ସାଧାରଣ ଜନତାଙ୍କୁ ବୁଝାଏ। ସାଧାରଣ ଜନତା ମାନେ ବେଶି କରି ଅଶିକ୍ଷିତ ସମ୍ପ୍ରଦାୟର ଗ୍ରାମୀଣ ଶ୍ରେଣୀୟ ଥାଆନ୍ତି, ଯେଉଁମାନେ ଇଂରାଜୀ ହିନ୍ଦୀ ଭାଷା କହି ବୋଲି ପାରନ୍ତି ନାହିଁ। ସେମାନଙ୍କ ସହିତ ବି ଯୋଗାଯୋଗ ବା ସମ୍ପର୍କ ରଖିବାକୁ ହେବ। ଯେହେତୁ ସେମାନେ ଓଡ଼ିଶା ରାଜ୍ୟର ଅଧିବାସୀ, ସେମାନଙ୍କର ଜୀବନିକ ଚାହିଦା ଆବଶ୍ୟକତା ଅଛି, ତାହାର ପରିପୂରଣ କରିବାକୁ ସେମାନେ ଶିକ୍ଷିତ ଇଂରେଜୀ ଶିକ୍ଷାପ୍ରାପ୍ତ ବର୍ଗଙ୍କ ପାଖକୁ ତଦୀୟ ଜୀବନର ନାନାଦି ଚାହିଦାକୁ ନେଇ ଆସିଥାନ୍ତି। ଏମାନଙ୍କ ପାଇଁ ଯୋଗାଯୋଗର ବଡ଼ ମାଧ୍ୟମ ବା ସାହାରା ଆଶ୍ରୟ ଅଛି ଓଡ଼ିଆ ଭାଷା। ଏ ଓଡ଼ିଆ ଭାଷା ପୁଣି ମାନକ ତଥା ଉପଭାଷା ହୋଇ ଦୁଇ ପ୍ରକାର। ମାନକ ଭାଷା ସାର୍ବଜନୀନ ଥିଲାବେଳେ ଉପଭାଷା ଆଞ୍ଚଳିକ ଥାଏ। ନିର୍ଦ୍ଦିଷ୍ଟ ଭୂଖଣ୍ଡ ବଶବର୍ତ୍ତୀ ହେଉଛି ଉପଭାଷା ବା ଡାଇଲେକ୍ଟ, ଯଥା ସମ୍ବଲପୁରୀ ବା ପଶ୍ଚିମାଞ୍ଚଳୀୟ ଉପଭାଷା, ପୂର୍ବାଞ୍ଚଳୀୟ ଉପଭାଷା, ଦକ୍ଷିଣାଞ୍ଚଳୀୟ ଉପଭାଷା, ଉତ୍ତରାଞ୍ଚଳୀୟ ଉପଭାଷା ହୋଇ ଅନେକ। ତେବେ ସମ୍ବଲପୁରୀ ଉପଭାଷା ବେଶି ପ୍ରସିଦ୍ଧ ତଥା ଲୋକପ୍ରିୟ। ଏହା ଓଡ଼ିଶା ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାର କଥିତ ଉପଭାଷା। ସେହିପରି ଦକ୍ଷିଣୀ ଉପଭାଷା ଗଞ୍ଜାମ, ଫୁଲବାଣୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଇତ୍ୟାଦି ଜିଲ୍ଲା। ତେବେ ମାଲକାନଗିରିରେ ବେଶିକରି ଆଦିବାସୀ ବୋଲି ବଚନ ରହିଅଛି। ସମ୍ବଲପୁରୀ ଭାଷାରେ ହିନ୍ଦୀ ଭାଷାର ବୋଲି ରହିଛି। ବାଲେଶ୍ୱରୀ ଉପଭାଷାରେ ବଙ୍ଗଳା ପ୍ରଭାବ ରହିଥିବାର ଦେଖାଯାଇଥାଏ। ଖାଇତେ ଯିବା ଆସୁନ। ତେବେ ମାନକ ଭାଷା ବା ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜରେ ଓଡ଼ିଶାବାସୀ ଭାଷା ବ୍ୟକ୍ତକରଣରେ ଏକ ବା ଗୋଟିଏ ହୋଇ ଯାଇଥାନ୍ତି। ସେମାନଙ୍କ ଭିତରେ ଭାଷାର ବୈଭିନ୍ନ ବା ବିବିଧତା ଦେଖାଯାଇ ନଥାଏ। ଗଣ ଯୋଗାଯୋଗ ସମ୍ପର୍କ ସୁରକ୍ଷା କରିବାର ଏକ ବିପୁଳ ମାଧ୍ୟମ। ଓଡ଼ିଶା ଗ୍ରାମଭିତ୍ତିକ ଗାଁ ବହୁଳ ରାଜ୍ୟ, ସୁତରାଂ ସେମାନଙ୍କ ସହିତ ଚାହିଦା ନେଣ ଦେଣ ପ୍ରକ୍ରିୟା କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରୟୋଗ ବା ବ୍ୟବହାର ନିହାତି ନିତାନ୍ତ ପ୍ରୟୋଜନ। ସେମାନେ ହିନ୍ଦୀ ଭଲ ଭାବେ କହି ଜାଣନ୍ତି ନାହିଁ। ଅତୀତ କଥା ଯଦି ବିଚାର କରାଯିବ, ତାହେଲେ ବିଗତ ସମୟରେ ଓଡ଼ିଶାବାସୀ ଗଣଜନତା ହିନ୍ଦୀ ଭାଷା ବି ଭଲ କରି ବୁଝି ବି ପାରୁନଥିଲେ। କାରଣ ହିନ୍ଦୀ ଭାଷାରେ କିଛି ଉର୍ଦ୍ଦୁ ଶବ୍ଦ ବା ପଦର ବ୍ୟବହାର ଥାଏ। ଅଗତ୍ୟା ବୁଝିବା ଶିକ୍ଷିତ ଲୋକ ପକ୍ଷେ ଯେଉଁଠି କାଠିକର ପାଠ, ଆଉ ସେ କ୍ଷେତ୍ରରେ ସାଧାରଣ ଗଣଜନତା କଥା ଛାଡ଼ନ୍ତୁ। ତେଣୁକରି ଓଡ଼ିଆ ଭାଷାର ପ୍ରୟୋଗ ବ୍ୟବହାର ସ୍ୱାଭାବିକ। ଭାଷା ଓଡ଼ିଆର ଉପଭାଷିକ ସ୍ଥିତି ତ ଅଛି, ପୁଣି ଏହି ଭାଷାର ପ୍ରାଚୀନ ପ୍ରୟୋଗ ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ କବିତାରେ ଦେଖିବାକୁ ମିଳିବ। ଆଦିକବି ଶୂଦ୍ରମୁନି, ଉତ୍କଳବ୍ୟାସ, ଶାରଳା ଦାସଙ୍କର ମହାଭାରତ ମହାକାବ୍ୟ ଗ୍ରନ୍ଥରେ ଅସଂଖ୍ୟ ପ୍ରାଚୀନ ବୋଲିର ଉଦାହରଣ ରହିଅଛି, ଯଥା ୟେଥୁ ଅନନ୍ତରେ ଦ୍ରୋଣେ ବିଦ୍ୟା ପୁତ୍ରନ୍ତେ ହକାରି ବାବୁ ତୁମେ ଯାଓରେ ମୃଗୟା ବନେ ହେରି। ୟେଥୁ ଅନନ୍ତରେ ମାନେ ଏହାପରେ, ହକାରି ମାନେ ଡାକିଲେ, ଡାକି କରି, ମୃଗୟା ମାନେ ପଶୁ ପକ୍ଷୀ ଜଙ୍ଗଲୀ ଶିକାର, ହେରି ମାନେ ଶୀଘ୍ର ବା ଚଞ୍ଚଳ, ନାଥ ମାନେ ସ୍ୱାମୀ, ଦଇତ ମାନେ ମିତ୍ର। ଶ୍ରେଣୀଗୃହରେ ପାଠ ପଢ଼ାଇଲା ବା ଅଧ୍ୟାପନା ବେଳେ ଅଧ୍ୟାପକମାନେ ଇତିହାସ, ରାଜନୀତି ବିଜ୍ଞାନ ଶାସ୍ତ୍ର, ସମାଜ ନୀତିଶାସ୍ତ୍ର, ଦର୍ଶନଶାସ୍ତ୍ର, ନୃତତ୍ତ୍ୱଶାସ୍ତ୍ର ଶ୍ରେଣୀମାନଙ୍କରେ ପିଲାମାନଙ୍କୁ ଓଡ଼ିଆ ଭାଷାରେ ପାଠ ପଢ଼ାନ୍ତି। ନହେଲେ ପିଲା ପାଠକୁ ଇଂରାଜୀରେ ବୁଝିପାରିବେ ନାହିଁ। ଓଡ଼ିଶାରେ ଏମିତି ଅଧିକାଂଶ କଲେଜ ବା ମହାବିଦ୍ୟାଳୟ ଅଛି, ଯେଉଁଠିକି ଓଡ଼ିଆ ଭାଷାରେ ପାଠ ପଢ଼ାଯାଇଥାଏ। ପିଲାମାନଙ୍କର ଇଂରାଜୀ ଭାଷାରେ ଦୁର୍ବଳତା ଦେଖିକି ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକ ଉଭୟ ଇଂରାଜୀ ତଥା ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଛାପି ପରୀକ୍ଷା ପ୍ରଦାନ ଖାତାରେ ମଧ୍ୟ ଇଂରାଜୀ ଓଡ଼ିଆ ଭାଷାରେ ଉତ୍ତର ଲେଖିବାର ସୁବିଧା କରିଦେଇ ଅଛନ୍ତି। ଯାହାଫଳରେ ଅଧିକରୁ ଅଧିକ ପିଲା ପରୀକ୍ଷାର୍ଥୀ ହୋଇ ପରୀକ୍ଷା ପାସ୍ କରିବାରେ ସଫଳତା ପାଇ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥାନ୍ତି। ଛାତ୍ର ସମାଜ ଗଣର ଅପର ପ୍ରତିନିଧି। କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ
ପିଅନ ପିଆଦା ଗୋଷ୍ଠୀ ଓଡ଼ିଆ ଭାଷାରେ ଦରଖାସ୍ତ ସାଧାରଣତଃ ଲେଖି ନିଜର ଅର୍ଜି ପେଶ କରିଥାନ୍ତି, ଅଧ୍ୟକ୍ଷଙ୍କୁ ଦେଇଥାନ୍ତି। ଓଡ଼ିଶା ରାଜ୍ୟର ସ୍ୱାତନ୍ତ୍ର୍ୟ ଓ ସ୍ୱାଭିମାନ ଓଡ଼ିଆ ଭାଷାରେ ରହିଅଛି। ସରକାର କୋଉ ଅତୀତ କାଳରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରୁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନର ଅନୁମତି ଦେଇ ଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସହଜରେ କାର୍ଯ୍ୟକାରୀ ହୋଇପାରି ନାହିଁ। କେତେକ ଅସମ୍ଭାବିତ ଜଟିଳତା ପ୍ରତିବନ୍ଧିତ ହୋଇ ଦଣ୍ଡାୟମାନ ଥିବାରୁ ଓଡ଼ିଆ ଭାଷା ସରକାରୀ ସ୍ତରୀୟ ଅପ୍ରଚଳିତ ଅଛି। ମଝିରେ ମଝିରେ ସ୍ଲୋଗାନ ତୀବ୍ରତର ହୋଇ ପୁଣି ମଉଳି ଯାଉଛି, ସ୍ଥିର ପଡ଼ି ଯାଉଅଛି କୌଶଳୀୟ ପ୍ରତିବନ୍ଧକ ବା ଟେକ୍ନିକାଲ ପ୍ରୋବ୍ଲେମ ଥିବା କାରଣରୁ। ଯେହେତୁ ଓଡ଼ିଶା ରାଜନୀତି ବିଜ୍ଞାନ ଶାସ୍ତ୍ର ଦୃଷ୍ଟିରୁ ଲୋକସଂଖ୍ୟା ଭୂମିଖଣ୍ଡ ସରକାରର ଅଲଗାପଣ ଅଛି, ହେଲେ ସାର୍ବଭୌମତ୍ୱ ବା ସୋଭରେନିଟି ନାହିଁ, ତାହା କେନ୍ଦ୍ର ସରକାରଙ୍କର ଅଧୀନରେ ଅନୁବନ୍ଧିତ ଅଛି। ଓଡ଼ିଆ ଭାଷାର ଫାଇଲପତ୍ର ନଥିନାମା ଦିଲ୍ଲୀକୁ ଗଲେ ଇଂରାଜୀ ନଥିବା ହେତୁ ଓଡ଼ିଆ ଭାଷାରେ ଲେଖାଯାଇଥିବାରୁ ତାକୁ ପୁଣି ବୁଝିବା ପାଇଁ ଇଂରାଜୀ ଅନୁବାଦ କରିବାକୁ ପଡ଼ିବ। ପୁଣି ଇଞ୍ଜିନିୟରିଂ ମେଡ଼ିକାଲ ପାଠ ଓଡ଼ିଆରେ ପଢ଼ାଯାଇପାରିବ ନାହିଁ। ସେଥିପାଇଁ ଉପରୋକ୍ତ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଶିକ୍ଷାର୍ଥୀ ଶିକ୍ଷାର୍ଥିନୀ ନିହାତି ଭାବରେ ଇଂରାଜୀ ଜାଣିବାକୁ ପଡ଼ିବ। ବୁଝିବାରେ ଅସୁବିଧା ହେଲେ କାଁ ଭାଁ ଓଡ଼ିଆ ଭାଷାର ସହାୟତା ସାହାଯ୍ୟ ନିଆଯାଇପାରେ, ହେଲେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାର ଅଧ୍ୟାପନା ଅସମ୍ଭବ। ଓଡ଼ିଶାର ଓଡ଼ିଆ ଲୋକଙ୍କର ମାତୃଭାଷା ଓଡ଼ିଆ। ଓଡ଼ିଆରେ କହିଲେ ବୁଝିବା ସହଜ ଥାଏ। ଅତଏବ ଗଣ ଯୋଗାଯୋଗ କ୍ଷେତ୍ରରେ ସେ ଲାଗି ଓଡ଼ିଆ ଭାଷା ପ୍ରାବେଶିକ ଗୁରୁତ୍ୱ ସର୍ବଦା ରହିଅଛି। ବୃହତ୍ତର ଓଡ଼ିଆ ଜନସାଧାରଣଙ୍କୁ ବୁଝାଇବାର ହୃଦବୋଧ କରାଇବାର ଏକମାତ୍ର ଭାଷିକ କଥିତ ମାଧ୍ୟମ ଓଡ଼ିଆ ଭାଷା। ସେଥିରେ ଓଡ଼ିଆ ଲୋକେ ଅଭ୍ୟସ୍ତ। ସୁତରାଂ ବର୍ତ୍ତମାନର ଯୁକ୍ତ 3 ଓଡ଼ିଆ ବାଧ୍ୟତାମୂଳକ ପାଠ୍ୟକ୍ରମରେ ଗଣଯୋଗାଯୋଗରେ ଓଡ଼ିଆ ଭାଷାର ପ୍ରୟୋଗ ବ୍ୟବହାରକୁ ଗୁରୁତ୍ୱ ଦେବାର ଅପର କାରଣ ହେଲା ପିଲାମାନେ ଓଡ଼ିଆ ଭାଷା ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ହାସଲ କରିପାରିବେ। ପ୍ରୟୋଗ ନହେଲେ ଭାଷା ଅଚଳ ଟଙ୍କା ସମାନ। ପ୍ରୟୋଗରେ ଏହା ପରିପୁଷ୍ଟ ବା ସମୃଦ୍ଧ, ବ୍ୟାପକ ହୁଏ, ବଳିଷ୍ଠ ହୁଏ। ଶବ୍ଦଭଣ୍ଡାର ବଢ଼ାଏ, ସମନ୍ୱୟ ସ୍ଥାପେ। ଯେମିତି ମାର୍କେଟ, ସ୍କୁଲ, ଅଫିସ, ଫାଇଲ, ପିକ୍ଚର, କ୍ଲାସ, ଟିଚର, ହସ୍ପିଟାଲ, ବୁକ, କପି ଇତ୍ୟାଦି ଇଂରାଜୀ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଓଡ଼ିଆ ଭାଷାର ଶବ୍ଦଭଣ୍ଡାର ବା ଭୋକାବୁଲାରିକୁ ବ୍ୟାପ୍ତ କରିଛନ୍ତି। ଓଡ଼ିଆ ଗଣଯୋଗାଯୋଗକାରୀ ଓଡ଼ିଶାର ସାଧାରଣ ଜନତା ଏହାକୁ ମଧ୍ୟ ସହଜରେ ନିଜର ନିତ୍ୟ ନୈମିତ୍ତିକ ଜୀବନରେ ବୋଲି ବଚନ କଥନରେ ବ୍ୟବହାର କରିପାରୁଛନ୍ତି। ଏଥିର କାରଣ ହେଲା କି ଶିଖିଗଲେ, ଜାଣିଗଲେ, ଅଭ୍ୟସ୍ତ ହୋଇଗଲେ ଆଉ ସମ୍ପର୍କ ସ୍ଥାପନରେ ଅନାୟାସ ସହଜ ହୋଇଯାଏ। ଜାଣିପାରୁ ନଥିବା, ଶିଖିପାରୁ ନଥିବା, ଅଭ୍ୟାସରେ ଆଣିପାରି ନଥିବାରୁ ହିନ୍ଦୀ, ଇଂରାଜୀ ଗଣଯୋଗାଯୋଗ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗ ଇତର ସ୍ତରୀୟ ବା ସାଧାରଣ ପ୍ରଚଳନରେ ଆସିଅଛି, ଯେଉଁଥିରେ ଓଡ଼ିଶା ରାଜ୍ୟ ବା ପ୍ରଦେଶର ସ୍ୱାତନ୍ତ୍ର୍ୟ ବା ନିଜସ୍ୱତା ମୌଳିକତା ବାଞ୍ଛନୀୟ ହୋଇପାରିଅଛି।